ଏଇ ଫୁଲଟି को मो स्वामी आनी 5-6 मास ହେଇଗଲାଣି। 6 मास ଭିତରେ ଆମେ ତାକୁ ସବୁଦିନ ପ୍ରତି ସନ୍ଧ୍ୟା ଧୂପ ଦଉ, ପୂଜା ସକାଳେ ବି ପୂଜା କରାଯାଏ। ତାପରେ ଏଇ ଫୁଲଟି 4-5 दिन ହେଲା କଢ଼ ଧରିଥିଲା। ତାପରେ ଧୀରେ ଧୀରେ ସେ ବିକଶିତ ହେଇକି ଆଜି ସନ୍ଧ୍ୟା 7ଟା ବେଳେ ଫୁଲଟି ଫୁଟିଛି। ଆମେ ଭାବୁଛୁ ଏଇଟା ବୋଧେ ଭଗବାନଙ୍କର ଗୋଟେ କୃପା, କାରଣ ଏଇ ଫୁଲ ବହୁତ ବିରଳ। ଆମ ଗାଁରେ ବୋଧେ ପ୍ରାୟ ଫୁଲ को ଦେଖିନି। ଭାବୁଛି ଯେହେତୁ ଜଗନ୍ନାଥଙ୍କର ପରିକଳ୍ପନା କାର୍ଯ୍ୟକ୍ରମ ଆରମ୍ଭ ହଉଛି, ତା ସହିତ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ହୁଏତ ଭଗବାନଙ୍କର ଏଇଟା ଗୋଟେ ଦିଗ୍ଦର୍ଶନ ଯେ ଏହା ଦ୍ୱାରା ହୁଏତ ଆମ ପରିବାର ସହିତ ଆମ ସମସ୍ତ ଗ୍ରାମବାସୀ ଆଉ ସମସ୍ତ ବିଶ୍ୱବାସୀଙ୍କର କଲ୍ୟାଣ ହେବ ବୋଲି ଆମର ଆଶା ବିଶ୍ୱାସ ଭରସା ବି ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି। ଯେହେତୁ କାଲି ମକର ସଂକ୍ରାନ୍ତି ଅଛି, ଆମେ ୟାକୁ ପୂଜା କରିକି ଫୁଲଟି ଆଣିକି ମନ୍ଦିରରେ ନେଇ ଜଗନ୍ନାଥଙ୍କ ପ୍ରଭୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବୁ।